ଜଗନ୍ନାଥ ଫ୍ରେଣ୍ଡସ୍ ଆପଣଙ୍କୁ ଓଡ଼ିଶା ଜବ୍‌ରେ ସ୍ୱାଗତ। ଆପଣଙ୍କୁ ଓଡ଼ିଶା ଜବ୍‌ରେ ଓଡ଼ିଶାର ଗଭର୍ଣ୍ଣମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଜବ୍‌ର ରିଏଲ୍ ଇନଫର୍ମେସନ୍ ସମ୍ପୂର୍ଣ୍ଣ ରିଏଲ୍ ଇନଫର୍ମେସନ୍ ମିଳେ ଏଇଠି। ଦେଖନ୍ତୁ ଗୋଟେ କଲେଜ ତରଫରୁ ବାହାରିଛି। ପ୍ରତି କଲେଜ ପାଇଁ ଆସିଲା ଚାକିରି 2025। ଯୋଗ୍ୟତା 10th ପାସ୍, +2, +3, ପିଜି। ଅଧ୍ୟାପକ, କ୍ଲର୍କ, ପିଅନ, ୱାର୍ଡେନ୍। ପରୀକ୍ଷା ନାହିଁ, ସିଧା ଭର୍ତ୍ତି ହେବ। ସବୁ ଜିଲ୍ଲାର ପୁଅ ଝିଅ ଆବେଦନ କରିପାରିବେ। ଦେଖନ୍ତୁ ଭିଡ଼ିଓଟାକୁ ନିଶ୍ଚିତ ପୁରା ଦେଖିବାକୁ ଚେଷ୍ଟା କରନ୍ତୁ, ନହେଲେ କିଛି ବୁଝିପାରିବେନି। ଦୟାକରି ପୁରା ନିଶ୍ଚିତ ଦେଖିବାକୁ ଚେଷ୍ଟା କରନ୍ତୁ। ତାପରେ ଅଛନ୍ତି ଦେଖନ୍ତୁ, ଦ ଅର୍ଗାନାଇଜେସନ୍ ନେମ୍ ହେଉଛି ଗଭର୍ଣ୍ଣମେଣ୍ଟ କଲେଜ ଓଡ଼ିଶା। ହୁ କ୍ୟାନ୍ ଆପ୍ଲାଏ? ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍। ସବୁ ପିଲା, ଓଡ଼ିଶାର ସମସ୍ତ ପିଲା ଆପ୍ଲାଏ କରିପାରିବେ। ତାପରେ ଜେଣ୍ଡର ହେଉଛି ବଟ୍ ମେଲ୍ ଆଣ୍ଡ ଫିମେଲ୍, ମାନେ ସମ୍ପୂର୍ଣ୍ଣ ମେଲ୍ ଆଣ୍ଡ ଫିମେଲ୍, ମାନେ ପୁଅ ପିଲା ଆବେଦନ କରିପାରିବେ, ଝିଅ ପିଲା ବି ଆବେଦନ କରିପାରିବେ। ଜବ୍ ଟାଇପ୍ ହେଲା ପ୍ରାଇଭେଟ୍ ଜବ୍। ତାପରେ ପ୍ଲାସ୍ ଅଫ୍ ପୋଷ୍ଟିଂ ଓଡ଼ିଶାରେ ହିଁ ଆପଣଙ୍କୁ ପୋଷ୍ଟିଂ ମିଳିବ। ତାପରେ ଦେଖନ୍ତୁ, ତାପରେ ଲେକ୍ଚର ପୋଷ୍ଟ ନେମ୍ ହେଲା ଦେଖନ୍ତୁ ଫିଜିକ୍ସ ଅଛି, କେମିଷ୍ଟ୍ରି ଅଛି, ମ୍ୟାଥମେଟିକ୍ସ ଅଛି, ଜୁଲୋଜି ଅଛି, ବାୟୋଟନି ଅଛି, ଆଇଟି ଅଛି, ଇଂଲିଶ ଅଛି, ଓଡ଼ିଆ ଅଛି, ୟୋଗା ଅଛି। ଇଏ ଲେକ୍ଚର ପୋଷ୍ଟ। ତାପରେ ଡେମୋଷ୍ଟ୍ରେଟର ହେଉଛି ଫିଜିକ୍ସ, କେମିଷ୍ଟ୍ରି, ବାୟୋଟନି, ଜୁଲୋଜି, କମ୍ପ୍ୟୁଟର ସାଇନ୍ସ। ନିଶ୍ଚିନ୍ତ ଭିଡ଼ିଓଟାକୁ ପୁରା ଦେଖିବାକୁ ଚେଷ୍ଟା କରନ୍ତୁ, ସମ୍ପୂର୍ଣ୍ଣ ଭାବରେ ବୁଝିପାରିବେ। ଇନଫର୍ମେସନ୍ ଏଠି ରିଏଲ୍ ସମ୍ପୂର୍ଣ୍ଣ ଦିଆଯାଏ। ଏବଂ ତାପରେ ନନ୍ ଟିଚିଂ ପୋଷ୍ଟ ହେଉଛି ଡାଟା ଏଣ୍ଟ୍ରି ଅପରେଟର ଅଛି। ତାପରେ ସର୍ଟରେ ତାକୁ ଡିଓ କୁହାଯାଏ। ଆକାଉଣ୍ଟାଣ୍ଟ ଅଛି, କ୍ଲର୍କ ଅଛି, ହଷ୍ଟେଲ ଅଛି, ୱାର୍ଡେନ୍ ଅଛି, ଅଫିସ୍ ଆଟେଣ୍ଡାଣ୍ଟ ଅଛି, ଷ୍ଟୋର କିପର ଅଛି, ଡ୍ରାଇଭର ଅଛି, କୁକ୍ ଅଛି, ସୁଇପର ଅଛି, ପିଅନ ଅଛି। ସମ୍ପୂର୍ଣ୍ଣ ନିଶ୍ଚିତ ଦେଖିବାକୁ ଚେଷ୍ଟା କରନ୍ତୁ। ତାପରେ ଦେଖନ୍ତୁ, ତାପରେ ଏଜୁକେସନ୍ କ୍ୱାଲିଫିକେସନ୍ ହେଲା ଲେକ୍ଚରର ପିଜି ଇନ୍ ରିଲେଭେଣ୍ଟ ସବଜେକ୍ଟ ୱିଥ୍ 55% ମାର୍କ। 55% ମାର୍କ ଦରକାର। ତାପରେ ଡେମୋଷ୍ଟ୍ରେଟର ପାଇଁ ଗ୍ରାଜୁଏଟ୍ ୱିଥ୍ ଅନର୍ସ ସବଜେକ୍ଟ। ତାପରେ ଡାଟା ଏଣ୍ଟ୍ରି ଅପରେଟର ଅଛି, ତାକୁ ସର୍ଟରେ ଡିଓ କୁହାଯାଏ। ତାପରେ ସେଥିପାଇଁ ଗ୍ରାଜୁଏଟ୍ ୱିଥ୍ ପିଜିଡିସିଏ କୋର୍ସ କରିଥିବା ଦରକାର। ତାପରେ ଆକାଉଣ୍ଟାଣ୍ଟ ପାଇଁ +3 କମର୍ସ ୱିଥ୍ ଟାଲି କରିଥିବା ଦରକାର। କ୍ଲର୍କ ପାଇଁ +2 ପିଜିଡିସିଏ କରିଥିବା ଦରକାର। ଏ ହେଲା ଏଜୁକେସନ୍ କ୍ୱାଲିଫିକେସନ୍। ତାପରେ ଦେଖିବା, ତାପରେ ଆଉ କିଛି ପୋଷ୍ଟ ଅଛି ସାର୍, ହଷ୍ଟେଲ ୱାର୍ଡେନ୍ ଅଛି। ତାପରେ ସେଥିପାଇଁ କ୍ୱାଲିଫିକେସନ୍ ହେଲା +2 ଆର୍ଟ୍ସ, ସାଇନ୍ସ, କମର୍ସର ଦରକାର। ତାପରେ ଅଫିସ୍ ଆଟେଣ୍ଡାଣ୍ଟ ଅଛି, +2 ଆର୍ଟ୍ସ, ସାଇନ୍ସ, କମର୍ସର ଥିବା ଦରକାର। ତାପରେ ଷ୍ଟୋର କିପର ଅଛି, ସେଥିପାଇଁ 10th ପାସ୍ ଦରକାର। ତାପରେ ଡ୍ରାଇଭର ଅଛି, ତାପରେ ହେଭି ଡିଏଲ୍ ଥିବା ଦରକାର, ଏକ୍ସପିରିଏନ୍ସ ଥିବା ଦରକାର, ହେଭି ଡିଏଲ୍ ଥିବା ଦରକାର। ତାପରେ କୁକ୍ ଅଛି, 8 ପାସ୍ ତ 8ମ ପାସ୍ କରିଥିଲେ ଆପଣ କୁକ୍ରେ ବି ଆବେଦନ କରିପାରିବେ। ତାପରେ କୁକିଂ ଏକ୍ସପିରିଏନ୍ସ ଥିବା ଦରକାର, 1 ବର୍ଷ ହଉ କି 1.5 ବର୍ଷ ଏକ୍ସପିରିଏନ୍ସ ଥିବା ଦରକାର। ତାପରେ ସୁଇପର ପିଅନ ପାଇଁ 10th ପାସ୍। ପିଅନ ଭଳିଆ ପୋଷ୍ଟ ଅଛି, ଦେଖନ୍ତୁ ଗଭର୍ଣ୍ଣମେଣ୍ଟ କଲେଜରେ ପିଅନ ଭଳିଆ ପୋଷ୍ଟ ଅଛି। ସମ୍ପୂର୍ଣ୍ଣ ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଦୟାକରି ପ୍ଲିଜ୍। ତାପରେ ଅଛି ସାଲାରୀ ରିଲେଟେଡ୍। ଦେଖନ୍ତୁ ସାଲାରୀ ଅପ୍ ଟୁ 8,000 ରୁ 25,000 ଭିତରେ ମିଳିବ ଆପଣଙ୍କୁ ଦରମା। ତାପରେ ଏଜ୍ ଲିମିଟ୍ ମିନିମମ୍ ହେଲା 18 ଇୟର୍ସ, ମ୍ୟାକ୍ସିମମ୍ ହେଲା 62 ଇୟର୍ସ। ସିଲେକ୍ସନ୍ ପ୍ରୋସେସ୍ କେମିତି ରହିବ ଦେଖନ୍ତୁ, ସିଲେକ୍ସନ୍ ପ୍ରୋସେସ୍ କେମିତି ରହିବ ନା ଇଣ୍ଟରଭ୍ୟୁ, ଏକ୍ସପିରିଏନ୍ସ, ଡକୁମେଣ୍ଟ ଭେରିଫିକେସନ୍, ଏତିକି। ତାପରେ ଆପ୍ଲିକେସନ୍ ଫିସ୍, ନୋ ଫିସ୍ ଅଲ୍ କାଟାଗୋରିଜ୍, ମାନେ କୌଣସି ଆପ୍ଲିକେସନ୍ ଫିସ୍ ଆପଣଙ୍କୁ ଦେବାକୁ ପଡ଼ିବନି, ଆପଣ ଫ୍ରିରେ ଇମେଲ୍ ମାଧ୍ୟମରେ ଆପ୍ଲାଏ କରିବେ। ଦେଖନ୍ତୁ ଆପ୍ଲାଏ ମୋଡ୍ ହେଉଛି ଅନଲାଇନ୍ ବାଇ ମେଲ୍ ମାଧ୍ୟମରେ ଆପଣ ଆପ୍ଲାଏ କରିବେ। ତାପରେ ଦେଖନ୍ତୁ, ତାପରେ ରିକ୍ୱାରମେଣ୍ଟ ଡକୁମେଣ୍ଟ କ'ଣ ଦରକାର ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଡକୁମେଣ୍ଟ କ୍ୱାଲିଫିକେସନ୍, ତାପରେ ଯୋଗ୍ୟତା କ'ଣ ହେଉଥିବା ଦରକାର ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, ଜାଣିପାରିବେ। ରିକ୍ୱାରମେଣ୍ଟ ଡକୁମେଣ୍ଟ କ'ଣ ନା ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍, ରିଜ୍ୟୁମ୍, ଆଧାର କାର୍ଡ଼, ରିସେଣ୍ଟ 1 କଲର୍ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ, ଏକ୍ସପିରିଏନ୍ସ, ଏତିକି ଆପଣଙ୍କ କ୍ୱାଲିଫିକେସନ୍ ଥିବା ଦରକାର। ରିକ୍ୱାର୍ଡ ଡକୁମେଣ୍ଟ ମାନେ ଡକୁମେଣ୍ଟ ଥିବା ଦରକାର। ତାପରେ ଦେଖନ୍ତୁ ଏଠି ହେଉଛି ଯେଉଁ କଲେଜଟା ନା, ଦେଖ ଅଭିରାମ ହାୟର ସେକେଣ୍ଡାରୀ ସ୍କୁଲ। ଦେଖନ୍ତୁ ଇଏ ହେଲା ତା ଆଡ୍ରେସରେ ଅଛି, ଏଇ ଆଡ୍ରେସ। ତାପରେ ତା ନମ୍ବର ଅଛି, ଆପଣ ଚେକ୍ କରିପାରିବେ। ଦେଖନ୍ତୁ +2 ସାଇନ୍ସ ରେସିଡେଣ୍ଟିଆଲ କଲେଜ ନିଡ୍ସ ଦ ଫଲୋଇଙ୍ଗ ଷ୍ଟାଫ୍ ଅନ୍ ଅର୍ଜେଣ୍ଟ ବେସିକ୍, ମାନେ ଅର୍ଜେଣ୍ଟ ବେସିକ୍ର ଆଙ୍କୁ ଷ୍ଟାଫ୍ ଦରକାର ହେଉଛି। ଦେଖନ୍ତୁ ପ୍ରବିଷ୍ଟାବି ଅଫିସର ଏଓ ଆଡମିନିଷ୍ଟ୍ରେଟିଭ ଅଫିସର ଏଓ। ତାପରେ ଲେକ୍ଚର ଇନ୍ ଫିଜିକ୍ସ, କେମିଷ୍ଟ୍ରି, ତାପରେ ମ୍ୟାଥମେଟିକ୍ସ, ତାପରେ ଜୁଲୋଜି, ବାୟୋଟନି, ଆଇଟି, କମ୍ପ୍ୟୁଟର ସାଇନ୍ସ, ଇଂଲିଶ, ଓଡ଼ିଆ,
योगा तापर डेमोस्ट्रेटर ପାଇଁ फिजिक्स केमिस्ट्री बायोटनी जियोलॉजी कंप्यूटर साइंस तापर नॉन टीचिंग पोस्ट आसीगला देखो डाटा एंट्री ऑपरेटर लास्ट ताको डीओ कुहा जाय मध्य तापर काउंसलर अकाउंटेंट तापर क्लर्क हॉस्टल वार्डन बॉयज एंड गर्ल्स पुआ एवं झियो आवेदन कर परिबे तार ऑफिस अटेंडेंट भलिया पोस्ट अछि माने पियन पोस्ट भलिया सुपरवाइजर अछि तापर लीगल एडवाइजर अछि टेलीकलर अछि तापर टीम लीडर अछि तापर मार्केटिंग एजुकेटिव अछि तापर स्टोर कीपर मध्ये अछि ड्राइवर अछि कुक अछि स्वीपर अछि विभिन्न प्रकार वेरियस पोस्ट अछि दयाकरी लास्ट पर्यंत देखंतु एई जो ईमेल एड्रेस आपण देखुतंती ईमेल एड्रेस आपन को एसर कोन करिया पर देखंतु कोइची विदिन 15 डेज फॉर्म डेट ऑफ एडवांसमेंट शॉर्ट लिस्टेड कैंडिडेट माई कॉल फॉर इंटरव्यू माने 15 दिन भितर आपन को अप्लाई करिया पड़िबो 15 दिन पर हेगला आपन अप्लाई कले किछि लाभ होबनी देखंतु निश्चिंत शीघ्र अप्लाई करनियंतु देखंतु केमिति अप्लाई करिवे ना आपनकर मेल ईमेल माध्यम रे अप्लाई करे ए ईमेल माध्यम रे आपनको रिज्यूम संपूर्ण आधार कार्ड सब सर्टिफिकेट अछि आपनको स्कैन करी अपलोड माने पठाइया पड़िबो ए रिज्यूम रे जो देखंतु न जदि अधिक किछि जानिबा चाहते नंबर रे आपन कॉल करबी बुझी परिबे देखंतु जो मैंने शॉर्ट लिस्टेड हेबे ताकू इंटरव्यू पे कॉल करिबा व्हाट्सएप माध्यम रे डका जिवो देखो जे सब जो मानन को कॉल करिवो इंटरव्यू पे डका जिवो ताको संपूर्ण ओरिजिनल सर्टिफिकेट आ जेरॉक्स कॉपी फोटोग्राफ संपूर्ण नै कि जाइथिबे नने आपण रिजेक्ट हे परिबे नने आपन को बाहर कर दे जे पारिबो सेति में आपन को आगुआ कहि दउची आपण संपूर्ण वीडियो देखि दियंतु ओके यदि आपन को चैनल ओडिशा जॉब रो ये वीडियोटा भल लगी थाए ताला आपन लाइक शेयर सब्सक्राइब निश्चय करेंगे ए भलिया आमे आगु को निश्चय रियल और इन्फॉर्मेशन वीडियो संपूर्ण वीडियो अपलोड करिवो।